ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ ବର୍ତ୍ତମାନ ଯଦି ଆପଣମାନଙ୍କ ପାଖରେ ପାନ୍ କାର୍ଡ଼ ନାହିଁ ବା ନୂଆ ପାନ୍ କାର୍ଡ଼ ଆପଣମାନେ ବନେଇବା ପାଇଁ ଚାହୁଁଛନ୍ତି, ତାହେଲେ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ତରଫରୁ ମାର୍ଚ୍ଚ 31 ତାରିଖ ଠାରୁ ନୂଆ ପାନ୍ କାର୍ଡ଼ ବନେଇବା ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ପୂର୍ବରୁ ଯଦି ଆପଣମାନେ ଯେକୌଣସି ଲୋକଙ୍କର ପାନ୍ କାର୍ଡ଼ ବନଉଥିଲେ, ମାଇନର ପାନ୍ କାର୍ଡ଼ ହଉ ବା ଆପଣମାନଙ୍କର ନର୍ମାଲ ପାନ୍ କାର୍ଡ଼ ଯେତେବେଳେ ତିଆରି କରୁଥିଲେ, ସେ ସମୟରେ ଆଇଡେଣ୍ଟିଟି ପ୍ରୁଫ୍ ଆକାରରେ ଆପଣମାନେ କେବଳ ଆଧାର କାର୍ଡ଼ ଦଉଥିଲେ ଏବଂ ଆଧାର କାର୍ଡ଼ ଅନୁସାରେ ଆପଣମାନଙ୍କୁ ଡେଟ୍ ଅଫ୍ ବାର୍ଥ ଯୋଉଟାକି ପାନ୍ କାର୍ଡ଼ରେ ଆସୁଥିଲା। କିନ୍ତୁ ଏହି ନିୟମ ପରିବର୍ତ୍ତନ ହେଲା ପରେ ଯଦି ବର୍ତ୍ତମାନ ଆପଣମାନେ ନୂଆ ପାନ୍ କାର୍ଡ଼ ବନଉଛନ୍ତି, ତାହେଲେ ପାନ୍ କାର୍ଡ଼ ବନେଇବା ସମୟରେ ଡେଟ୍ ଅଫ୍ ବାର୍ଥ ପ୍ରୁଫ୍ ହିସାବରେ ଆପଣମାନଙ୍କୁ ଯାହାକି ପୂର୍ବରୁ ଯେଉଁ ଆଧାର କାର୍ଡ଼ ଡକୁମେଣ୍ଟ ଭାବରେ ବ୍ୟବହାର କରୁଥିଲେ, ସେଇ ଡକୁମେଣ୍ଟ ଆପଣମାନେ ବ୍ୟବହାର କରିପାରିବେ ନାହିଁ। ତେଣୁ ଡେଟ୍ ଅଫ୍ ବାର୍ଥ ପାଇଁ ଆପଣମାନଙ୍କର ଭୋଟର ଆଇଡି କାର୍ଡ଼ ବା ଆପଣମାନଙ୍କର ଯଦି 10th ମେଟ୍ରିକ୍ ପାସ୍ କରିଛନ୍ତି ତାହେଲେ ତାର ସାର୍ଟିଫିକେଟ୍, ନହେଲେ ଆପଣମାନଙ୍କ ପାଖରେ ଯଦି ଡିଏଲ୍ ଅଛି, ଏହିସବୁ ଜରୁରୀ ସାର୍ଟିଫିକେଟ୍ ଦେଲା ପରେ ଆପଣମାନେ ଯାହାକି ପାନ୍ କାର୍ଡ଼ ବନେଇ ପାରିବେ। ତେଣୁ ବହୁତ ଜଣଙ୍କର କମେଣ୍ଟ ରହୁଛି ଯେ ଆମେ ପାନ୍ କାର୍ଡ଼ ଯଦି ବର୍ତ୍ତମାନ ବନେଇବୁ, ତାହେଲେ ଆମକୁ କୋଉ ପୋର୍ଟାଲରେ ପାନ୍ କାର୍ଡ଼ ବନେଇ ପାରିବା ଏବଂ ପାନ୍ କାର୍ଡ଼ ବନେଇବା ସମୟରେ ଯଦି ଆମ ପାଖରେ ଡକୁମେଣ୍ଟ ନାହିଁ ବା ଆମର ଡେଟ୍ ଅଫ୍ ବାର୍ଥ ଯଦି ଆଧାର କାର୍ଡ଼ ଅନୁସାରେ ଆପଣମାନଙ୍କର ଭୋଟର ଆଇଡିରେ ଡେଟ୍ ଅଫ୍ ବାର୍ଥ ନାହିଁ ବା ଆପଣମାନଙ୍କର କୌଣସି ବି ଡେଟ୍ ଅଫ୍ ବାର୍ଥ ପ୍ରୁଫ୍ ଡକୁମେଣ୍ଟ ନାହିଁ, ତାହେଲେ କେମିତି ଆପଣମାନେ ପାନ୍ କାର୍ଡ଼ ବନେଇବେ? ତ ଏହି ବିଷୟରେ ଆପଣମାନଙ୍କର ବହୁତ ସାରା କମେଣ୍ଟ ଥିଲା ଏବଂ ବହୁତ ଜଣ ମୋତେ କମେଣ୍ଟ କରିଥିଲେ ଯେ ସାର୍ ଆପଣମାନଙ୍କ ପାଖରେ ଯଦି କୌଣସି ପାନ୍ କାର୍ଡ଼ ଆଇଡି ଅଛି ତାହେଲେ ଦିଅନ୍ତୁ। ସେଇ ପାନ୍ କାର୍ଡ଼ ଆଇଡିରେ ଆମେ କେମିତି ପାନ୍ କାର୍ଡ଼ ଯୋଉଟାକି ଘରେ ବସି ଆବେଦନ କରିପାରିବା। ଆସନ୍ତୁ ତାରି ପାଇଁ ଆପଣମାନଙ୍କ ପାଇଁ ଗୋଟେ ଇନଫର୍ମେଟିଭ୍ ଭିଡ଼ିଓ ନେଇ ଆସିଛି। ଯଦି ଆପଣମାନେ ବର୍ତ୍ତମାନ ସହଜରେ ପାନ୍ କାର୍ଡ଼ ବନେଇବା ପାଇଁ ଚାହୁଁଛନ୍ତି, ବିନା କୌଣସି ପୋର୍ଟାଲରେ ଆପଣମାନେ ଆବେଦନ କରି କେବଳ ଗୋଟେ ମୋବାଇଲ ଆପ୍ଲିକେସନ ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି, ଯେଉଁଥିରେ ଇଜିଲି ଆପଣମାନେ ପାନ୍ କାର୍ଡ଼ ବନେଇ ପାରିବେ। କୌଣସି ଡକୁମେଣ୍ଟର ପ୍ରୋବ୍ଲେମ୍ ରହିବ ନାହିଁ ଏବଂ ଆପଣମାନଙ୍କର ଯେଉଁ ସମସ୍ୟା ରହିଛି ଡେଟ୍ ଅଫ୍ ବାର୍ଥକୁ ନେଇ, ତାର ମଧ୍ୟ କୌଣସି ପ୍ରୋବ୍ଲେମ୍ ହେବ ନାହିଁ। ଇଜିଲି ଆପଣମାନଙ୍କର ପାନ୍ କାର୍ଡ଼ ଯୋଉଟାକି 7 ଦିନ ଭିତରେ ଆପଣମାନଙ୍କ ଘରକୁ ଆସିଯିବ। ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍‌ରେ ସେଟ୍ କରିଦେବେ। ଦେଖନ୍ତୁ ପାନ୍ କାର୍ଡ଼ ଆବେଦନ କରିବା ପାଇଁ ଆପଣମାନଙ୍କ ପାଖରେ 3ଟି ୱେବସାଇଟ୍ ରହିଛି। ଗୋଟିଏ ରହିଛି ଇ ଫିଲିଂ ୱେବସାଇଟ୍‌ରେ ଯୋଉଟାକି ବର୍ତ୍ତମାନ ଆପଣମାନେ ଇନଷ୍ଟାଣ୍ଟ ପାନ୍ କାର୍ଡ଼ ବନେଇ ପାରିବେ। ତା ସହିତ ୟୁଟିଆଇ ଏବଂ ଏନ୍ଏସ୍‌ଡିଏଲ୍। ତ ଏହି ସବୁ ଆପଣମାନଙ୍କର ଯେଉଁ ପାନ୍ କାର୍ଡ଼ର ୱେବସାଇଟ୍ ରହିଛି, ସେଥିରେ ଆପଣମାନେ ବନେଇବା ପାଇଁ ଯଦି ଚାହୁଁଛନ୍ତି, ତାହେଲେ ସେଥିରେ ବନେଇବା ପାଇଁ ହେଲେ ଆବେଦନର ପ୍ରୋସେସଟି ଯାହାକି ଆପଣମାନଙ୍କ ପାଇଁ ଟିକେ ଲେନ୍ଦି ଥାଏ, କାରଣ ସେଥିରେ ଆପଣମାନଙ୍କର ଡକୁମେଣ୍ଟ ଅପଲୋଡ଼ ହଉ, ଫଟୋ ଅପଲୋଡ଼ ହଉ, ସିଗ୍ନେଚର ଅପଲୋଡ଼ ହଉ, ଯଦି ଆପଣମାନେ ପରଫେକ୍ଟ ସାଇଜରେ କରିପାରୁନାହାନ୍ତି ବା ଅପଲୋଡ଼ କରୁନାହାନ୍ତି, ତାହେଲେ ସେଠି ଆପଣମାନଙ୍କର ଆବେଦନ ଯୋଉଟାକି ହେଇପାରେ ନାହିଁ। କିନ୍ତୁ ମୁଁ ଆପଣମାନଙ୍କ ପାଇଁ ଗୋଟେ ବେଷ୍ଟ ପାନ୍ କାର୍ଡ଼ ଆଇଡି ନେଇ ଆସିଛି, ଯେଉଁଥିରେ ଆପଣମାନେ ଇଜିଲି ମାତ୍ର 3ରୁ 4ଟା ଷ୍ଟେପ୍ ଫଲୋ କରିବେ। ନିଜର ଫଟୋ, ନିଜର ଡକୁମେଣ୍ଟ କେବଳ ଅପଲୋଡ଼ କରିବେ। ଅଟୋମେଟିକ୍ ପାନ୍ କାର୍ଡ଼ ଆପଣମାନଙ୍କର 10 ମିନିଟ୍ ମଧ୍ୟରେ ଯୋଉଟାକି କ୍ରିଏଟ୍ ହେଇଯିବ ଏବଂ ଆପଣଙ୍କ ଇମେଲ୍ ଆଇଡିକୁ ମଧ୍ୟ ମେସେଜ ଆସିଯିବ। ୟା ସହିତ ଯେଉଁମାନେ ଅନଲାଇନ୍ ସେଣ୍ଟର କରିଛନ୍ତି ବା ଆପଣମାନଙ୍କର ଯଦି ସିଏସ୍‌ସି ସେଣ୍ଟର ଅଛି, ଗୋଟେ ପାନ୍ କାର୍ଡ଼ ଆଇଡି ନେବା ପାଇଁ ଚାହୁଁଛନ୍ତି ଏବଂ ଲୋକମାନଙ୍କର ପାନ୍ କାର୍ଡ଼ ଯୋଉଟାକି ବନେଇ କିଛି ଇନକମ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନେ ଏହି ଭିଡ଼ିଓକୁ ସ୍କିପ୍ କରନ୍ତୁ ନାହିଁ। ପାନ୍ କାର୍ଡ଼ ଆଇଡି ପାଇବା ପାଇଁ ହେଲେ ଦେଖନ୍ତୁ ସ୍କ୍ରିନ୍‌ରେ ଆପଣମାନଙ୍କର ଆମର ହ୍ୱାଟ୍ସଆପ୍‌ର ନମ୍ବର ଥିବ। ସେଇ ନମ୍ବରରେ ଆପଣମାନେ ମୋ ସହିତ ଯୋଗାଯୋଗ କରିପାରିବେ। ତ ପ୍ରଥମ ଥର ପାଇଁ ମୁଁ ଆପଣମାନଙ୍କୁ ଯାହାକି ମୋର ନମ୍ବର ହ୍ୱାଟ୍ସଆପ୍ ନମ୍ବର ସେୟାର କରୁଛି। ତେଣୁ ଆପଣମାନେ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ସେଇ ହ୍ୱାଟ୍ସଆପ୍ ନମ୍ବରରେ ମୋ ସହିତ କଣ୍ଟାକ୍ଟ କରିପାରିବେ। ନହେଲେ ଡେସ୍କ୍ରିପସନ୍‌ରେ ଆମ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ମଧ୍ୟ ଅଛି। ସେଠି ଆପଣମାନେ ଜଏନ୍ କରି ମୋତେ ମଧ୍ୟ ପାନ୍ କାର୍ଡ଼ ଆଇଡି ପାଇଁ ଯୋଉଟାକି ଯଦି ଆପଣମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି, ତାହେଲେ ମୁଁ ମଧ୍ୟ ଆପଣମାନଙ୍କୁ ପାନ୍ କାର୍ଡ଼ ଆଇଡି ଦେବି। ତ ଏବେ ଆସନ୍ତୁ ଦେଖିବା ସେଇ ପାନ୍ କାର୍ଡ଼ ଆଇଡିରେ କେମିତି ଆମେ ଇଜିଲି ପାନ୍ କାର୍ଡ଼ ବନେଇ ପାରିବା। ତ ଦେଖିପାରୁଥିବେ ଏଇଟା ରହିଛି ଆମର ଯୋଉଟାକି ପାନ୍ କାର୍ଡ଼ ଆଇଡିର ରିଟେଲର ଆଇଡି। ତେଣୁ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ମୋତେ ଯାହାକି ଆପଣମାନେ ମେସେଜ କରନ୍ତୁ। ମୁଁ ଆପଣମାନଙ୍କୁ ଯାହାକି ପାନ୍ କାର୍ଡ଼ ଆଇଡି ପ୍ରଦାନ କରିବି। ତ ଦେଖନ୍ତୁ ଏଥିରେ ପାନ୍ କାର୍ଡ଼ ଆଇଡି ନେଲେ ସିମ୍ପୁଲ ମାତ୍ର ଆପଣମାନଙ୍କର 3ଟା ଷ୍ଟେପ୍ ରହିଛି। ଫାର୍ଷ୍ଟ ଷ୍ଟେପ୍ ଦେଖନ୍ତୁ ରହିଛି ଆପଣମାନଙ୍କର ଅନଲାଇନ୍ ଫର୍ମ ଫିଲ୍ଅପ୍ କରିବେ, ଯୋଉଟାକି ବହୁତ ଇଜି। ଆପଣମାନଙ୍କୁ କୌଣସି ୱେବସାଇଟ୍‌ରେ ଗ୍ଲିଚ୍ ହବାର ନାହିଁ। ଅଟୋମେଟିକ୍ ଆପଣମାନେ କରିପାରିବେ। ପେମେଣ୍ଟ କରିବେ, ତାପରେ ଆପଣମାନଙ୍କ ପାନ୍ କାର୍ଡ଼ ଯୋଉଟାକି ଏପ୍ଲାଏ ହେଇଯିବ। ଦେଖନ୍ତୁ ପାନ୍ କାର୍ଡ଼ ଏପ୍ଲାଏ କରିବା ପାଇଁ ହେଲେ ଏଠି ଆପଣମାନଙ୍କର କ'ଣ ଆବଶ୍ୟକ ଅଛି? ଡକୁମେଣ୍ଟ ହିସାବରେ ଆପଣମାନଙ୍କ ଆଧାର କାର୍ଡ଼ ନମ୍ବର ଦେବେ। ତାପରେ ଆପଣମାନଙ୍କର ନାମ ଯାହାକି ଦେବେ, ଆପ୍ଲିକାଣ୍ଟ ଯିଏ ରହିଛନ୍ତି ତାଙ୍କର ନାମ ଦେବେ, ଡେଟ୍ ଅଫ୍ ବାର୍ଥ ଦେବେ, ମୋବାଇଲ ନମ୍ବର ଦେବେ। ତାପରେ ଆପଣମାନଙ୍କର ଇମେଲ୍ ଆଇଡି ପରେ ତାପରେ ଦେଖନ୍ତୁ ଏଠି ଆପଣମାନଙ୍କର ସିଙ୍ଗଲ ପ୍ୟାରେଣ୍ଟ ଥିଲେ ସିଙ୍ଗଲ ପ୍ୟାରେଣ୍ଟ ଅପସନ୍‌ରେ କ୍ଲିକ୍ କରିବେ। ତାପରେ ବାପା କିମ୍ବା ମାଆଙ୍କ ଡିଟେଲ୍ସ ଦେବେ। ତାପରେ ଦେଖନ୍ତୁ ଯୋଉ ନୂଆ ଅପସନ୍‌ଟି ଆସିଛି ଡେଟ୍ ଅଫ୍ ବାର୍ଥ ପ୍ରୁଫ୍। ଡେଟ୍ ଅଫ୍ ବାର୍ଥ ପ୍ରୁଫ୍‌ରେ ଦେଖନ୍ତୁ ଏଠି ଆପଣମାନଙ୍କ ପାଖରେ ବହୁତ ସାରା ଅପସନ୍ ରହିଛି।
ଆପଣମାନଙ୍କର ଫଟୋ ଆଇଡି ଯୋଉଟାକି ଆପଣମାନଙ୍କ ଗଭର୍ଣ୍ଣମେଣ୍ଟ ତରଫରୁ କୌଣସି ଇସ୍ୟୁ କରାଯାଇଛି, ମ୍ୟାରେଜ ସାର୍ଟିଫିକେଟ୍ ଦେଇପାରିବେ, ଡୋମିସିଲ୍ ସାର୍ଟିଫିକେଟ୍ ଦେଇପାରିବେ, ଭୋଟର ଆଇଡି ଦେଇପାରିବେ, ମେଟ୍ରିକୁଲେସନ୍ ସାର୍ଟିଫିକେଟ୍ ଯାହା ଆପଣମାନଙ୍କର ରହିଛି ରୁଲ୍ ଅନୁସାରେ ଏଠି ଆପଣମାନେ ଦେଇପାରିବେ। ତା ସହିତ ଯଦି ଆପଣମାନଙ୍କ ପାଖରେ ଏସବୁ ଆଇଡି ନାହିଁ, ତାହେଲେ ଏକ୍ସଟ୍ରା ମଧ୍ୟ ଏଫିଡେଭିଟ୍ ପାଇଁ ଆପଣମାନେ £100 ଗୋଟେ ଏକ୍ସଟ୍ରା ଦେଲେ ମଧ୍ୟ ଏଇଥିରେ ପାନ୍ କାର୍ଡ ଆପଣମାନଙ୍କର ଇଜିଲି ବନିଯିବ। ତେଣୁ ପ୍ରଥମେ ଆପଣମାନେ ଆପ୍ଲିକାଣ୍ଟର ସବୁ ଡିଟେଲ୍ସ ଦେଇଦେବେ। ଡିଟେଲ୍ସ ଦେଇ ସାରିଲା ପରେ ଦେଖନ୍ତୁ ନେକ୍ସଟ ଅପସନରେ ଆପଣମାନେ କ୍ଲିକ୍ କରିବେ। ଯେତେବେଳେ ନେକ୍ସଟ ଅପସନରେ କ୍ଲିକ୍ କରୁଛନ୍ତି, ତ ସବୁ ଡିଟେଲ ଫିଲ୍ଅପ୍ କରିସାରିଲା ପରେ ଦେଖନ୍ତୁ ଏଠି ଆପଣମାନଙ୍କ ଡକ୍ୟୁମେଣ୍ଟ ଅପଲୋଡ୍ ହେଇଗଲା। ନେକ୍ସଟ ଷ୍ଟେପ୍ ଆପଣମାନେ କରିବେ। ନେକ୍ସଟ ଷ୍ଟେପ୍ରେ ଏଠି କ'ଣ ରହିଛି, ଆପ୍ଲିକାଣ୍ଟର ଫଟୋଗ୍ରାଫ ଏବଂ ସିଗ୍ନେଚର। ତ ଫଟୋଗ୍ରାଫ ଏବଂ ସିଗ୍ନେଚର ମଧ୍ୟ ଏଠି ଆପଣମାନେ ଅପଲୋଡ୍ କରିଦେବେ। ନିଜର ଗ୍ୟାଲେରୀରୁ ଇଜିଲି ଆପଣମାନଙ୍କର ହେଇପାରିବ। ତାପରେ ଫାଇନାଲ ଦେଖନ୍ତୁ ଆପଣମାନଙ୍କର ପାନ୍ ଫର୍ମ ଏଠି ଦରକାର। ପାନ୍ ଫର୍ମର ଫ୍ରଣ୍ଟ ସାଇଜ୍ ଏବଂ ବ୍ୟାକ୍ ସାଇଜ୍ ଯୋଉଟାକି ମୁଁ ଆପଣମାନଙ୍କୁ ଦେଇଦେବି। ତ ଏଇ ପାନ୍ ଫର୍ମ ଯୋଉଟାକି ନୂଆ ଆସିଛି ସେଇ ପାନ୍ ଫର୍ମ ମଧ୍ୟ ଏଠି ଆପଣମାନେ ଯୋଉଟାକି ଅପଲୋଡ୍ କରିପାରିବେ ନିଜ ଗ୍ୟାଲେରୀରୁ। ତ ଦେଖିପାରୁଥିବେ ମୁଁ ଏଠି ଆପଣମାନଙ୍କର ପାନ୍ ଫର୍ମ ମଧ୍ୟ ଦୁଇଟା ଏଡ୍ କରିଦେଲି। ତେଣୁ ପାନ୍ ଫର୍ମ ଆପଣମାନେ ଏଡ୍ କରିସାରିଲା ପରେ ପୁଣି ଥରେ ନେକ୍ସଟ ଅପସନରେ କ୍ଲିକ୍ କରିବେ। ତାପରେ ଦେଖନ୍ତୁ ନେକ୍ସଟ ଅପସନରେ କ୍ଲିକ୍ କରିଦେବେ। ନେକ୍ସଟ ଅପସନରେ କ୍ଲିକ୍ କଲା ପରେ ଆପଣମାନଙ୍କର ଆଧାର କାର୍ଡର ଫ୍ରଣ୍ଟ ଏବଂ ଆଧାର କାର୍ଡର ବ୍ୟାକ୍ ସାଇଡ୍ ଦେବେ। ତ ଆଧାର କାର୍ଡର ଫ୍ରଣ୍ଟ ଏବଂ ବ୍ୟାକ୍ ସାଇଡ୍ ଦେଇ ସାରିଲା ପରେ ପୁଣି ଥରେ ଆପଣମାନଙ୍କର ନେକ୍ସଟ ଅପସନରେ କ୍ଲିକ୍ କରିବେ। ନେକ୍ସଟ ଅପସନରେ କ୍ଲିକ୍ କଲା ପରେ ଦେଖନ୍ତୁ ଆପଣମାନଙ୍କର ସପୋର୍ଟିଭ ଡକ୍ୟୁମେଣ୍ଟ ଏଠି ମାଗିବ। ତା ଦେଖନ୍ତୁ ତାପରେ ଆପଣମାନଙ୍କର ଯୋଉଟାକି ଅପସନାଲ ଡକ୍ୟୁମେଣ୍ଟ ହିସାବରେ ଆପଣମାନେ ଯେକୌଣସି ଗୋଟେ ଡକ୍ୟୁମେଣ୍ଟ ଦେଇପାରିବେ, ନହେଲେ ଏଠି ଦେବାର କିଛି ଆବଶ୍ୟକ ନାହିଁ। ତାପରେ ସବମିଟ୍ ଅପସନରେ କ୍ଲିକ୍ କରିଦେବେ। ସବମିଟ୍ ଅପସନରେ କ୍ଲିକ୍ କଲା ପରେ ଏଠି ଆପଣମାନଙ୍କର ପେମେଣ୍ଟ ଯୋଉଟାକି ଆସିବ, ତ ସବୁ ପେମେଣ୍ଟ କରିଦେବେ। ଅଟୋମେଟିକ ଆପଣମାନଙ୍କ ପାନ୍ କାର୍ଡ ଯାଇକି 10 ମିନିଟ୍ ମଧ୍ୟରେ ଆକ୍ଟିଭ ହେଇଯିବ। ତେଣୁ ଯଦି ଆପଣମାନଙ୍କର ଏଇ ପାନ୍ କାର୍ଡ ଆଇଡିର ଆବଶ୍ୟକତା ଅଛି, ତାହେଲେ ଆପଣମାନେ ମୋ ସହିତ ଯୋଗାଯୋଗ କରିପାରିବେ। ଡେସ୍କ୍ରିପସନରେ ଆପଣମାନଙ୍କୁ ଦେଖନ୍ତୁ ମୁଁ ହ୍ୱାଟ୍ସଆପ୍ ନମ୍ବର ଦେଇଦେଲି। ସେଇ ନମ୍ବରରେ ଆପଣମାନେ କେବଳ ହ୍ୱାଟ୍ସଆପ୍ କରିପାରିବେ। କଲ୍ କଲେ ଆପଣମାନଙ୍କର କୌଣସି କଣ୍ଟାକ୍ଟ ହେଇପାରିବ ନାହିଁ। ତେଣୁ ଯୋଉମାନେ ରାଜି ଅଛନ୍ତି ପାନ୍ କାର୍ଡ ଆଇଡି ନେବା ପାଇଁ, ତାହେଲେ ନିହାତି ଜଲ୍ଦି କମେଣ୍ଟ କରନ୍ତୁ ଏବଂ ଡେସ୍କ୍ରିପସନରେ ଥିବା ଟେଲିଗ୍ରାମ ଚ୍ୟାନେଲରେ ମୋ ସହିତ କଣ୍ଟାକ୍ଟ କରନ୍ତୁ। ଇଜିଲି ଆପଣମାନେ ପାନ୍ କାର୍ଡ ଆଇଡି ପାଇଯିବେ ଏବଂ ଆପଣମାନେ ଘରେ ବସି ନିଜ ମୋବାଇଲରେ ପାନ୍ କାର୍ଡ ଯୋଉଟାକି ଆବେଦନ କରି କିଛି ଟଙ୍କା ମଧ୍ୟ ଇନକମ୍ କରିପାରିବେ।